ସେରାବାଦର ନିର୍ଜନ ମରୁଭୂମି ଅଞ୍ଚଳରେ ବାବା ରଫିକତ ଶାହା ନାମକ ଜଣେ 100 ବର୍ଷୀୟ ଫକୀର ବାଲି ପାହାଡ଼ ମଧ୍ୟରେ ଏକ ପୁରୁଣା ମାଟି କୁଡ଼ିଆରେ ଏକା ରହୁଥିଲେ। ଗୋଟିଏ ରାତିରେ ସେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ସେ ଦ୍ୱାରରେ ଏକ ଜୋରରେ ଠକ୍ ଠକ୍ ଶବ୍ଦ ଶୁଣିଲେ। ସେ ହଠାତ୍ ଉଠିପଡ଼ି କବାଟ ଖୋଲିଲେ ଏବଂ ଫୁସ୍ଫୁସ୍ କରି କହିଲେ, କିଏ? ଏହି ନିର୍ଜନ ସ୍ଥାନରେ ଏହି ସମୟରେ କିଏ ଥାଇପାରେ? ଯେତେବେଳେ ସେ କବାଟ ଖୋଲିଲେ, ଦୁଇଜଣ ଯୁବତୀ ସୁନ୍ଦରୀ ଝିଅ ସେଠାରେ ଠିଆ ହୋଇଥିଲେ। ସେମାନେ କହିଲେ, ଆମେ ଆମର ରାସ୍ତାରେ ଭୁଲିଗଲୁ। ଆମେ ଏକ କାରଭାନ ସହିତ ଯାତ୍ରା କରୁଥିଲୁ, କିନ୍ତୁ ଆମର ରାସ୍ତା ହଜିଗଲା। ସେ ଗାଡ଼ି ମଧ୍ୟ ଆମେ ଆମ ପାଖରେ ପାଉନାହୁଁ। ସେ ଗାଡ଼ି ଆମକୁ ଏଠାରେ ଛାଡ଼ିଦେଇ ଚାଲିଗଲା। ଆମେ ଏବେ କ'ଣ କରିବୁ? ଏତେ ରାତି ହୋଇଗଲାଣି। ଆମେ କ'ଣ ଗୋଟିଏ ରାତି ପାଇଁ ଏଠାରେ ଆଶ୍ରୟ ନେଇପାରିବୁ? ବାବା ରଫିକତ ଶାହା କିଛି ସମୟ ପାଇଁ ଆଶ୍ଚର୍ଯ୍ୟରେ ସେମାନଙ୍କୁ ଦେଖିଲେ। ତାପରେ ସେ କହିଲେ, ଆସ ଝିଅମାନେ, ଆସ। ସେ ସେମାନଙ୍କୁ କୁଡ଼ିଆର ଏକ କୋଣରେ ଏକ ସ୍ଥାନ ପ୍ରଦାନ କଲେ। କ୍ଳାନ୍ତ ହୋଇ ଦୁଇ ଝିଅ ତୁରନ୍ତ ଶୋଇପଡ଼ିଲେ। ଧୀରେ ଧୀରେ ରାତି ବଢ଼ିବାକୁ ଲାଗିଲା। ସେହି ରାତି ଭିତରେ ନିଜର ଅସଲ ଚେହେରା ଦେଖିବାକୁ ଲାଗିଲେ ବାବା ରଫିକତ ଶାହା। ଏହି ଘଟଣାଟି ଧୀରେ ଧୀରେ ରୋମାଞ୍ଚକର ମୋଡ଼ ନେବା ପାଇଁ ଯାଉଛି ଦର୍ଶକ ବନ୍ଧୁ। ତେଣୁ ଭିଡ଼ିଓକୁ ଆପଣମାନେ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ମଧ୍ୟ ଭୁଲନ୍ତୁ ନାହିଁ। ଚାଲନ୍ତୁ ଆଜିର ଘଟଣାକୁ ଆମେ ଆଗକୁ ବଢ଼ିବା। ରାତିର ଶେଷ ପ୍ରହରରେ ଝିଅମାନଙ୍କ ମଧ୍ୟରୁ ଜଣେ ଅନୁଭବ କଲେ ଯେ ଯେପରି କେହି ପାଖରେ ଜଣେ ଠିଆ ହୋଇଛି। ଯେତେବେଳେ ସେ ଆଖି ଖୋଲିଲେ, ସେ ଦେଖିଲେ ବାବା ରଫିକତ ଶାହା ତାଙ୍କ ପାଖରେ ଠିଆ ହୋଇ ତାଙ୍କୁ ଅଜବ ଭାବରେ ଦେଖୁଛନ୍ତି। ସେ ଚମକି ପଡ଼ି ପଚାରିଲେ, ତୁମେ ଏଠାରେ କ'ଣ କରୁଛ? ବାବା କହିଲେ, ଝିଅ, ମୁଁ ଭାବୁଛି ତୁମେ ଥଣ୍ଡା ପବନ ଅନୁଭବ କରୁଛ। ମୁଁ ତୁମକୁ ଏହି କମ୍ବଳ ଦେବାକୁ ଆସିଛି। ଝିଅଟି ଅନିଚ୍ଛାରେ ଚାଦରଟି ନେଇ ପୁଣି ଶୋଇପଡ଼ିଲା। ବାବା ସେଠାରେ ଠିଆ ହୋଇ କିଛି ସମୟ ଚାହିଁ ରହିଲେ। ତାପରେ ତାଙ୍କ ବିଛଣାକୁ ଫେରିଗଲେ। ସକାଳେ ଯେତେବେଳେ ଝିଅମାନେ ଚାଲିଯାଉଥିଲେ, ବାବା ସେମାନଙ୍କୁ ଅଟକାଇ କହିଲେ, ଆରେ ଯାତ୍ରା ବହୁତ ଲମ୍ବା। ତୁମେ ଦୁଇଜଣ ପୁଣି ଯୁବତୀ। ଆଜି ରାତି ଉପଯୁକ୍ତ ନୁହେଁ। ଆଉ ଗୋଟିଏ ଦିନ ରୁହ, ମୁଁ କାଲି ତୁମ ପାଇଁ ବ୍ୟବସ୍ଥା କରିବି। ଝିଅମାନେ ପ୍ରଥମେ ମନା କରୁଥିଲେ, କିନ୍ତୁ ବାବା ଜିଦ୍ କରିବାରୁ ସେମାନେ ମନା କରିଦେଲେ। ସାରାଦିନ ବାବା ସେମାନଙ୍କ ସହିତ ଧୀରେ ଧୀରେ ଏବଂ ହସି ହସି କଥା ହେଲେ, କିନ୍ତୁ ତାଙ୍କ ଆଖି ଏକ ଭିନ୍ନ କାହାଣୀ କହିଲା। ରାତି ଆସିଲା ଏବଂ ସମସ୍ତେ ଶୋଇପଡ଼ିଲେ। ଶେଷ ମୁହୂର୍ତ୍ତରେ ବାବା ପୁଣି ଉଠି ଗୋଟିଏ ଝିଅ ପାଖକୁ ଯାଇ ତାର କପାଳରେ ହାତ ମାରିଲେ। ଝିଅଟି ଚମକି ପଡ଼ିଲା ଏବଂ ରାଗି ପଚାରିଲା, ତୁମେ ଏଠି କ'ଣ କରୁଛ? ବାବା ଏକ ବାହାନା କଲେ, ଝିଅ, ତୁମେ ତକିଆ ବିନା ଶୋଇଛ। ବେକ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଏହି ତକିଆ ନିଅ। ଝିଅଟି ଚୁପଚାପ ତକିଆଟି ନେଇଗଲା। ବାବା ପୁଣି ଶୋଇବାକୁ ଗଲେ, କିନ୍ତୁ ମନେ ମନେ ଭାବୁଥିଲେ, ଏହା ମୋର ଶେଷ ସୁଯୋଗ ଥିଲା, କିନ୍ତୁ ଏହା ଚାଲିଗଲା। କାଲି ମୋତେ ଆଉ କିଛି ଚିନ୍ତା କରିବାକୁ ପଡ଼ିବ। ସକାଳେ ଝିଅମାନେ ପଚାରିଲେ, ତୁମେ ଯିବା ପାଇଁ ବ୍ୟବସ୍ଥା କରିଛ କି? ବାବା ଏକ ବାହାନା କରି ପୁଣି କହିଲେ, ଏବେ ନୁହେଁ। କାଲି ଏକ କାରଭାନ ଗାଡ଼ି ଆସିବ, ତେଣୁ ସେମାନଙ୍କ ସହିତ ତୁମେ ଚାଲିଯିବ। ଝିଅମାନେ ରାଜି ହୋଇ ଆଉ ଗୋଟିଏ ରାତି ରହିବାକୁ ରାଜି ହେଲେ। ବାବାଙ୍କ ମୁହଁରେ ଖୁସିର ଏକ ହାଲକା ଝଲକ ଦେଖାଗଲା। ରାତି ଆହୁରି ଅନ୍ଧକାର ହୋଇଗଲା। ଉଭୟ ଝିଅ ନିଜ ବିଛଣାରେ ଶୋଇବାକୁ ଚେଷ୍ଟା କଲେ, କିନ୍ତୁ ବାବା ରଫିକ ଶାହାଙ୍କ ହୃଦୟ ଅସ୍ଥିର ଥିଲା। ସେ ଶୋଇପଡ଼ିଲେ, କିନ୍ତୁ ତାଙ୍କର ଆଖି ସବୁବେଳେ ଏକ କୋଣରେ ଶୋଇଥିବା ଝିଅମାନଙ୍କ ଉପରେ ଲାଗି ରହିଥିଲା। ସେ ଚୁପଚାପ ଉଠି ଧୀରେ ଧୀରେ ସେମାନଙ୍କ ପାଖକୁ ଗଲେ। ପ୍ରଥମେ ସେ ଗୋଟିଏ ଝିଅର କେଶକୁ ହାତ ମାରିବା ଆରମ୍ଭ କଲେ, କିନ୍ତୁ ଯେତେବେଳେ ସେ ଟିକିଏ ହଲିଲା, ସେ ଭୟ କଲେ ଯେ କାଳେ ସେ ଉଠିପାରେ। ସେ ତୁରନ୍ତ ଦୂରକୁ ଚାଲିଗଲେ ଏବଂ ଅନ୍ୟ ଝିଅ ପାଖକୁ ଗଲେ। ତାର ହାତ ଧରି ଚୁପଚାପ ତାକୁ ଚାହିଁଲେ। ତାପରେ ଝିଅଟି ଉଠିପଡ଼ି ଭୟରେ ଚିତ୍କାର କଲା। କୌଣସି ଶବ୍ଦ ନ କରିବା ପାଇଁ ବାବା ତୁରନ୍ତ ତାର ମୁହଁ ଉପରେ ହାତ ରଖିଲେ। ତାପରେ ସେ ଶୀଘ୍ର ତାଙ୍କ ବିଛଣାକୁ ଫେରିଗଲେ ଏବଂ ଶୋଇପଡ଼ିଲେ। ଝିଅଟିର ହୃଦୟ ଧଡ଼ ଧଡ଼ କରୁଥିଲା। ସେ ଭାବୁଥିଲା, ସେ ମୋ ପାଖକୁ କାହିଁକି ଆସିଲା? କୌଣସି ପ୍ରକାରେ ରାତି ବିତିଗଲା। ସକାଳେ ଉଭୟ ଝିଅ ବାବାଙ୍କ ପାଖକୁ ଯାଇ ପଚାରିଲେ, କ'ଣ ଗାଡ଼ି ଆସିଗଲା? ଆମେ ଏବେ ଯାଇପାରିବୁ କି? ବାବା ନିଶ୍ୱାସ ମାରିଲେ, ନା, ସନ୍ଧ୍ୟା ସୁଦ୍ଧା ଆସିପାରେ। ଝିଅମାନେ ପରସ୍ପରକୁ ଚାହିଁ କହିଲେ, ଠିକ୍ ଅଛି, ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା, ତାପରେ ଆମେ ଚାଲିଯିବୁ। କିନ୍ତୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେମାନଙ୍କ ହୃଦୟ ଅସ୍ଥିର ଥିଲା। ବାବା ରଫିକତ ଶାହା ଦୂରରେ ବସି ସେମାନଙ୍କୁ ଚାହିଁ ରହିଲେ। ଗୋଟିଏ ଝିଅ ଧୀରେ କହିଲା, ତାଙ୍କର ଦୃଷ୍ଟି ଅଦ୍ଭୁତ ଲାଗୁଛି। ଆମେ ଶୀଘ୍ର ଏଠାରୁ ଚାଲିଯିବା ଉଚିତ। ଆଉ ଜଣେ କହିଲା, ହଁ, ସେ ଗତକାଲି ରାତିରେ ମୋ ପାଖକୁ ଆସିଥିଲେ। ମୁଁ ମଧ୍ୟ ଏହାକୁ ପସନ୍ଦ କରିନଥିଲି। ସନ୍ଧ୍ୟା ହେବା ପୂର୍ବରୁ ବାବା ଫେରି ଆସି ଧୀରେ କହିଲେ, ସକାଳେ ଗାଡ଼ି ଆସିପାରେ। ଆଜି ରାତିରେ ଏଠାରେ ରହିବା ଉଚିତ ହେବ। ଝିଅମାନେ ବିରକ୍ତ ହୋଇଗଲେ, ନା, ଆମେ ଆଉ ଏଠି ରହିପାରିବୁ ନାହିଁ। ଗାଡ଼ି ଆସିବ କି ନାହିଁ, ଆମେ ଚାଲିଯାଉଛୁ। ବାବା କହିଲେ, ଏହା ଏକ ନିର୍ଜନ ସ୍ଥାନ। ରାତିରେ ପଶୁମାନେ ମଧ୍ୟ ବୁଲନ୍ତି। ତୁମେମାନେ ଯୁବତୀ, ଯଦି କିଛି ହୁଏ ତେବେ କ'ଣ ହେବ? ଝିଅମାନେ କ୍ଷଣିକ ପାଇଁ ଚିନ୍ତାରେ ହଜିଗଲେ। ତାପରେ ଜଣେ କହିଲା, ଏହା ହେଉଛି ଶେଷ ରାତି। ଆମେ କାଲି ଯେମିତି ବି ଚାଲିଯିବୁ। ବାବା ହସି କହିଲେ, ଠିକ୍ ଅଛି, ତୁମେ ଚାଲିଯିବ। କିନ୍ତୁ ସେହି ହସ ଖୁସି ଅପେକ୍ଷା ଅଧିକ ଉଦ୍ଦେଶ୍ୟ ଲୁଚାଇ ରଖିଥିଲା। ରାତି ପଡ଼ିଗଲା
ଏବଂ ଝିଅମାନେ ଶୋଇପଡ଼ିଲେ, କିନ୍ତୁ ଜାଗ୍ରତ ରହିଲେ। ସେମାନେ ନ ଶୋଇବାକୁ ନିଷ୍ପତ୍ତି ନେଇଥିଲେ। ବାବା ମଧ୍ୟ ବିଛଣାରେ ଥିଲେ, କିନ୍ତୁ ତାଙ୍କ ଆଖି ସେମାନଙ୍କ ଉପରେ ସ୍ଥିର ଥିଲା। ଯେତେବେଳେ ସେ ଭାବିଲେ ଯେ ସେମାନେ ଶୋଇଛନ୍ତି, ସେ ଚୁପଚାପ ଉଠି ସେମାନଙ୍କ ପାଖକୁ ଆସିଲେ। ସେ ସେମାନଙ୍କ ପାଖରେ ବହୁ ସମୟ ପାଇଁ ଠିଆ ହେଲେ। ତାପରେ ସେ ଝିଅମାନଙ୍କ ମଧ୍ୟରୁ ଜଣଙ୍କ ପାଦ ପାଖରେ ବସି ତାକୁ ଆଲିଙ୍ଗନ କରିବାକୁ ଲାଗିଲେ। ଯେତେବେଳେ ଝିଅଟି ହଲିଗଲା, ସେ ଭୟରେ ପଛକୁ ହଟିଗଲେ। ତାପରେ ବାବା ରଫିକତ ଶାହା ଅସ୍ଥିର ହୋଇଗଲେ। ସେ ଶୋଇପଡ଼ିଲେ, କିନ୍ତୁ ତାଙ୍କର ନଜର ସବୁବେଳେ କୋଣରେ ଶୋଇଥିବା ଝିଅମାନଙ୍କ ଉପରେ ଥିଲା। ସେ ଚୁପଚାପ ଉଠି ଧୀରେ ଧୀରେ ସେମାନଙ୍କ ପାଖକୁ ଗଲେ। ସେ ଝିଅମାନଙ୍କ ମଧ୍ୟରୁ ଜଣଙ୍କ କପାଳକୁ ସ୍ପର୍ଶ କଲେ। ସେହି ମୁହୂର୍ତ୍ତରେ ସେ ମଧ୍ୟ ଉଠି ପଡ଼ିଲେ। ସେ ପଛକୁ ବୁଲିଗଲେ, କିନ୍ତୁ କିଛି କହିଲେ ନାହିଁ। ବାବା ପୁଣି ଶୋଇବାକୁ ଗଲେ। ତାଙ୍କ ହୃଦୟ ଧଡ଼କୁଥିଲା, କିନ୍ତୁ ତାଙ୍କ ମୁହଁରେ କୌଣସି ଲଜ୍ଜା ନଥିଲା। ସକାଳେ ଉଭୟ ଝିଅ କଠୋର ଭାବରେ ବାବାଙ୍କ ପାଖକୁ ଆସିଲେ। କନଭୟ ଏପର୍ଯ୍ୟନ୍ତ ଆସିନାହିଁ ନା ଅନ୍ୟ କୌଣସି ବାହାନା ଅଛି ତୁମ ପାଖରେ? ବାବା ନୀରବ ରହିଲେ। ତାପରେ ସେ କହିଲେ, ଏହା ଏପର୍ଯ୍ୟନ୍ତ ଆସିନାହିଁ। ହୁଏତ ଆଜି ଆସୁ ଆସୁ ସନ୍ଧ୍ୟା ହୋଇଯିବ। ଝିଅମାନେ ବିରକ୍ତ ହୋଇଗଲେ। ଆମେ ଏହା ସନ୍ଦେହ କରିସାରିଥିଲୁ। ତୁମେ ଅନ୍ୟ କୌଣସି କାରଣ ପାଇଁ ଆମକୁ ଦୂରେଇ ରଖୁଛ। ଆମେ ଆଉ ଏଠାରେ ଏବେ ରହିବୁ ନାହିଁ। ଯେତେବେଳେ ସେ ଯିବାକୁ ଲାଗିଲେ, ବାବା ତାଙ୍କ ରାସ୍ତାରେ ଠିଆ ହେଲେ। ତୁମେ ଏଠାରୁ ଯାଇପାରିବ ନାହିଁ। ରାସ୍ତା ଛାଡ଼ିଦିଅ, ନଚେତ୍ ଆମେ ଚିତ୍କାର କରିବୁ। ବାବାଙ୍କ ସ୍ୱର ଏବେ ବି ନରମ ନଥିଲା, କିନ୍ତୁ ତାଙ୍କ ସ୍ୱର ବଦଳି ଯାଇଥିଲା। ତୁମକୁ ଏଠାରେ ଶୁଣିବା ପାଇଁ କେହି ବି ନାହାନ୍ତି। ଝିଅମାନେ ରାଗି କହିଲେ, ତୁମେ ଆମ ବାପାଙ୍କ ବୟସର, କିଛି ତ ଟିକେ ଲଜ୍ଜା କର। ବାବା କହିଲେ, ତୁମେ ଯାହା ଦେଖୁଛ ତାହା ସତ୍ୟ ନୁହେଁ। ତୁମେ ବାସରାରେ ଯାହାକୁ ଖୋଜୁଛ ସେ ଏଠାରେ ଥାଇପାରେ। ଝିଅମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତୁମେ କିପରି ଜାଣିଲ ଯେ ଆମେ କାହାକୁ ଖୋଜୁଛୁ? ବାବା କହିଲେ, ମୁଁ ତୁମକୁ ଏବେ ସବୁ କିଛି କହିପାରିବି ନାହିଁ, କିନ୍ତୁ ଯଦି ତୁମେ ଆଜି ରାତିରେ ଏଠାରେ ରହିବ, ତେବେ କାଲି ସବୁକିଛି ଜଣାପଡ଼ିଯିବ ଏବଂ ହୁଏତ ତୁମକୁ ବାସରା ଯିବାକୁ ମଧ୍ୟ ପଡ଼ିବ ନାହିଁ। ଝିଅମାନେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ଭାବିଲେ ସେ ଏସବୁ କିପରି ଜାଣନ୍ତି, କିନ୍ତୁ ସେମାନଙ୍କ ମୁହଁରେ ଭୟ ଏବଂ ଦ୍ୱନ୍ଦ୍ୱ ସ୍ପଷ୍ଟ ଥିଲା। ସେମାନଙ୍କୁ ଠେଲି ଦେଇ ସେ କୁଡ଼ିଆ ଛାଡ଼ି ଚାଲିଗଲେ। ବାବା ପଛେ ପଛେ ଦୌଡ଼ିଲେ। ସେ ହାହାକାର ହୋଇ କହିଲେ, ଯଦି ତୁମେ ଚାଲିଯାଅ ସବୁକିଛି ନଷ୍ଟ ହୋଇଯିବ। ବହୁତ ବାଟ ଚାଲିବା ପରେ ଝିଅମାନେ କ୍ଳାନ୍ତ ହୋଇ ବସି ପଡ଼ିଲେ। ହଠାତ୍ ବାବା ସେ ଜାଗାରେ ଆସି ପହଞ୍ଚିଲେ। ତାଙ୍କର ନିଶ୍ୱାସ ଭାରି ହୋଇଗଲା। ସେ ଧଇଁ ସଇଁ ହେଉଥିଲେ, କିନ୍ତୁ ତାଙ୍କ ସ୍ୱର ବହୁତ ନରମ ଥିଲା। ମୁଁ ତୁମକୁ ଶେଷ ଥର ପାଇଁ ଏହା କହୁଛି, ଯଦି ତୁମେ ଆଜି ରାତିରେ ଏହି କୁଡ଼ିଆରେ ମୋ ସହିତ ରହିବ, ତେବେ ତୁମକୁ ବାସରା ଯିବାକୁ ପଡ଼ିବ ନାହିଁ। ଝିଅମାନେ କଠୋର ଭାବରେ ପଚାରିଲେ, ତୁମେ କେବଳ ସିଧାସଳଖ କାହିଁକି କହୁନାହ? ତୁମେ କ'ଣ କହିବା ପାଇଁ ଚାହୁଁଛ? ଆମ ନିଶ୍ୱାସ ସହିତ ତୁମେ କାହିଁକି ଖେଳୁଛ? ବାବା ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ, ମୁଁ ଜାଣେ ତୁମେ ତୁମର ସହର ଖୋଜୁଛ। ଏହା ଶୁଣି ଉଭୟ ଆଶ୍ଚର୍ଯ୍ୟ ହୋଇଗଲେ। ହଁ, ଆମେ ଆମ ସହର ଖୋଜୁଛୁ, କିନ୍ତୁ ତୁମେ କିପରି ଜାଣିଲ? ବାବା ଗମ୍ଭୀର ଭାବରେ କହିଲେ, ମୁଁ ସବୁକିଛି ଜାଣେ, କିନ୍ତୁ ସର୍ତ୍ତ ହେଉଛି ତୁମେ ଆଜି ରାତିରେ ଏଠାରେ ରୁହ। ତାପରେ ମୁଁ ତୁମକୁ ସବୁକିଛି କହିପାରିବି। ଝିଅମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଦୁହେଁ ଭୟଭୀତ ଏବଂ ସନ୍ଦେହୀ ହୋଇଗଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଜଣେ କହିଲା, ଠିକ୍ ଅଛି, କିନ୍ତୁ ଆଜି ହେଉଛି ଶେଷ ରାତି। ଏହାପରେ ଯଦି କିଛି ହୁଏ, ତେବେ ଆମେ କିଛି ମଧ୍ୟ ଶୁଣିବୁ ନାହିଁ। ବାବାଙ୍କ ମୁହଁରେ ଏବେ ଏକ ଅଦ୍ଭୁତ ଆନନ୍ଦ ଖେଳିଗଲା, ଯେପରି ଏକ ସ୍ୱପ୍ନ ସତ ହେବାକୁ ଯାଉଛି। ସେ କୁଡ଼ିଆ ପାଖକୁ ଫେରି ଚାଲିବାକୁ ଆରମ୍ଭ କଲେ। ଝିଅମାନେ ଆଗକୁ ଗଲେ, ବାବା ପଛେ ପଛେ। ତାଙ୍କର ଚାଲିବା ଆଉ ଶୀଘ୍ର ନଥିଲା, କିନ୍ତୁ ତାଙ୍କ ଆଖି ଏବେ ପୁରୁଣା ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ଥିଲା। ରାତି ପଡ଼ିଗଲା। ଝିଅମାନେ ସତର୍କ ଥିଲେ, ଶୋଇଥିଲେ, କିନ୍ତୁ ଜାଗ୍ରତ ଥିଲେ। ବାବା ମଧ୍ୟ ବିଛଣାରେ ଥିଲେ। ରାତିର ଶେଷ ପ୍ରହର ଆସିଲା। ବାବା ଉଠି ପଡ଼ିଲେ। ପ୍ରଥମେ ସେ ଝିଅମାନଙ୍କ ମଧ୍ୟରୁ ଗୋଟିଏ ପାଖକୁ ଗଲେ। ସେ ତାଙ୍କ ହାତ ଧରି ତାଙ୍କ ଛାତିକୁ ଟାଣି ନେଲେ। ଝିଅଟି ତୁରନ୍ତ ତାଙ୍କ ହାତକୁ ହଲାଇ କ୍ରୋଧରେ ଦୂରେଇ ଗଲେ। ତାପରେ ସେ ଅନ୍ୟ ଝିଅ ପାଖକୁ ଯାଇ ତାଙ୍କୁ ଚାହିଁଲେ। କିଛି ମୁହୂର୍ତ୍ତ ପରେ ବାବା ରଫିକ ଶାହା ତାଙ୍କ ବିଛଣାରେ ପୁଣି ଶୋଇପଡ଼ିଲେ। ତାଙ୍କ ମୁହଁରେ କୌଣସି ଲଜ୍ଜା ନଥିଲା, ଯେପରି ସେ କିଛି ଫଳାଫଳ ଅପେକ୍ଷା କରିଥିଲେ। ସକାଳର କ୍ଷୀଣ ଆଲୋକ ମାଟି କୁଡ଼ିଆ ଭିତରକୁ ପ୍ରବେଶ କଲା। ଝିଅମାନେ ଏବେ ବି ଜାଗ୍ରତ ଥିଲେ। ନିଦ୍ରା ବଦଳରେ ସେମାନଙ୍କ ମୁହଁ ଭୟ ଏବଂ ଚିନ୍ତାରେ ପରିପୂର୍ଣ୍ଣ ହୋଇଗଲା। ସେମାନେ କିଛି ନ କହି ଚାଲିଯିବାକୁ ନିଷ୍ପତ୍ତି ନେଲେ, କିନ୍ତୁ ସେ କୁଡ଼ିଆ ଛାଡ଼ିବା ମାତ୍ରେ ସେ ଦେଖିଲେ ଯେ ଜଣେ ଯୁବକ ଏକ କୋଣରେ ବସିଛନ୍ତି। ତାଙ୍କ ମୁହଁ ସ୍ପଷ୍ଟ ଚମକଦାର ଥିଲା ଏବଂ ସେ ସରଳ ପୋଷାକ ପିନ୍ଧିଥିଲେ। ତାଙ୍କ ପିଠି ସେମାନଙ୍କ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ସେ ପାଖକୁ ଯାଇ ପଚାରିଲେ। ଯୁବକ ଜଣକ ମୁହଁ ଫେରାଇବା ମାତ୍ରେ ଉଭୟ ଝିଅ ଚିତ୍କାର କଲେ, ଏ ତ ଆମର ସ୍ୱାମୀ! ଆରେ ଏ ତ ଆମର ସ୍ୱାମୀ! ସେମାନେ ଦୌଡ଼ି ଯାଇ ତାଙ୍କୁ କୁଣ୍ଢେଇ ପକାଇଲେ। ସେମାନଙ୍କ ଆଖିରେ ଲୁହ ଝରି ପଡ଼ିଲା। ଏହି ମୁହୂର୍ତ୍ତଟି ସତରେ ସ୍ୱପ୍ନ ପରି ଥିଲା। ତୁମେ ଏଠାକୁ କିପରି ଆସିଛ? ଆମେ ଭାବିଥିଲୁ ଯେ ତୁମେ ହଜିଯାଇଛ। ଯୁବକ ଜଣକ ଧୀରେ ଧୀରେ ଉତ୍ତର ଦେଲେ, ଏହା ସ୍ୱପ୍ନ ନୁହେଁ, ମୁଁ ସତରେ ଫେରି ଆସିଛି। ତାପରେ ଝିଅମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିନ୍ତୁ ତୁମେ ଏହି ବାବାଙ୍କ ଘରକୁ କିପରି ପହଞ୍ଚିଲ ଏବଂ ସେ କେଉଁଠାରେ ଗଲେ? ଯୁବକ ଜଣକ କହିଲେ, ତୁମେ ତାଙ୍କୁ ତାହେଲେ ଖୋଜ।
ସେମାନେ କୁଡ଼ିଆରେ ଖୋଜାଖୋଜି କଲେ, କିନ୍ତୁ ବାବା ରଫିକ ସାହାଙ୍କୁ ସେମାନେ କୌଣସି ସ୍ଥାନରେ ପାଇଲେ ନାହିଁ। ଯେପରି ପତଳା ପବନରେ ସେ ଉଭାନ ହୋଇଯାଇଥିଲେ। ଯୁବକ ଜଣକ ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ, ଏବେ ତୁମର ସବୁକିଛି ଜାଣିବାର ସମୟ ଆସିଛି। ସେ କହିବା ଆରମ୍ଭ କଲେ, ଗୋଟିଏ ଦିନ ବହୁତ ବର୍ଷ ପୂର୍ବେ ମୁଁ ବଜାରକୁ ଯାଉଥିଲି। ରାସ୍ତାରେ ମୁଁ ଜଣେ ବୃଦ୍ଧ ବ୍ୟକ୍ତି ଏବଂ ଜଣେ ସୁନ୍ଦରୀ ଝିଅଙ୍କୁ ଭେଟିଲି। ମୁଁ ମଜାରେ ମଜାରେ କହିଲି, ତୁମେ ଏହି ବୃଦ୍ଧ ବ୍ୟକ୍ତିଙ୍କୁ କାହିଁକି ବିବାହ କଲ? ତୁମର ଜଣେ ଯୁବକଙ୍କ ସହିତ ରହିବା ଉଚିତ। ଝିଅଟି କିଛି କହିଲା ଏବଂ ଗୋଟିଏ ମୁହୂର୍ତ୍ତରେ ମୋର ମୁହଁ ସେହି ବୃଦ୍ଧଙ୍କ ମୁହଁ ପରି ହୋଇଗଲା ଏବଂ ସେହି ବୃଦ୍ଧଙ୍କ ମୁହଁ ମୋ ପରି ହୋଇଗଲା। ଝିଅମାନେ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲେ। ଯୁବକଟି କହିଲା, ଏହା ମୋର ଦଣ୍ଡ ଥିଲା ଫକୀର ଭାବରେ ବଞ୍ଚିବା, କିନ୍ତୁ ତାଙ୍କୁ ଆଶା ଦିଆଯାଇଥିଲା ଯେ ଯଦି ମୋର ନିଜର ସ୍ତ୍ରୀ ତାଙ୍କ ହୃଦୟ ସହିତ ମୋତେ ଖୋଜୁଥିବା ଏକ ନିର୍ଜନ ସ୍ଥାନରେ ଆସି ପହଞ୍ଚିବେ ଏବଂ ମୋର ପ୍ରକୃତ ପରିଚୟ ନ ଜାଣି ମୋ ସହିତ କିଛି ସମୟ ବିତେଇବେ, ତେବେ ଏହି ଦଣ୍ଡ ଶେଷ ହୋଇଯିବ ଏବଂ ନିଶ୍ଚିତ ଭାବରେ ମୁଁ ମୋର ପ୍ରକୃତ ପରିଚୟକୁ ପ୍ରକାଶ କରିପାରିଲି ନାହିଁ। ଝିଅମାନେ ଥରି ଥରି କଣ୍ଠରେ ପଚାରିଲେ, ତେବେ ତୁମେ କ'ଣ ସେହି ଫକୀର? ଯୁବକଟି ମୁଣ୍ଡ ନୁଆଁଇ କହିଲେ, ହଁ, ମୁଁ ହିଁ ସିଏ ଥିଲି। ଏହା ଶୁଣି ଉଭୟ ଝିଅ ପଥର ପରି ମୁହଁ ବୁଲାଇ ଦେଲେ। ତାପରେ କାନ୍ଦି କାନ୍ଦି ସେମାନେ ତାଙ୍କୁ କୋଳେଇ ନେଲେ। ଆମକୁ କ୍ଷମା କର, ଆମେ ତୁମକୁ ଚିହ୍ନି ପାରିଲୁ ନାହିଁ। ଯୁବକ ଜଣକ କହିଲେ, ନା 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 ନା, ଏହା ତୁମର ଦୋଷ ନୁହେଁ। ତୁମର ହୃଦୟ ତ ସତ୍ୟତା ଥିଲା ଏବଂ ସେହି ସତ୍ୟ ମୋର ଅଭିଶାପକୁ ଭାଙ୍ଗି ଦେଇଥିଲା। ତାପରେ ସେମାନେ ତିନି ଜଣ ମିଶି ଏକ ନୂତନ ଜୀବନ ଆରମ୍ଭ କଲେ। କୌଣସି ସମସ୍ୟା ବିନା ଜୀବନ, କୌଣସି ଗୁପ୍ତ କଥା ନାହିଁ, କୌଣସି ସନ୍ଦେହ ନାହିଁ, କୌଣସି କଷ୍ଟ ନାହିଁ। ଯଦି ପ୍ରେମ ସତ୍ୟ ହୁଏ, ତେବେ ଏହା ପ୍ରତ୍ୟେକ ପରୀକ୍ଷା, ସମୟ ଏବଂ ସମସ୍ୟାକୁ ପରାସ୍ତ କରି ଫେରି ଆସିଥାଏ। ଗର୍ବ ପ୍ରେମକୁ ଏକ ଅଳଙ୍କାର କରିଥାଏ, କିନ୍ତୁ ଧୈର୍ଯ୍ୟ, ବିଶ୍ୱସ୍ତତା ଏବଂ ଆନ୍ତରିକତା ସହିତ ସେହି ପ୍ରେମ ଏକ ପୁରସ୍କାର ହୋଇଯାଏ। ଜଣେ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ସେମାନଙ୍କ ମୁହଁରେ ନୁହେଁ, ବରଂ ସେମାନଙ୍କ ହୃଦୟର ସତ୍ୟତାରେ ରହିଥାଏ। ଦର୍ଶକ ବନ୍ଧୁ, ଆଜିର ଏ ଘଟଣାଟି କେମିତି ଲାଗିଲା? ଆପଣମାନଙ୍କର ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଆମ ଚ୍ୟାନେଲକୁ ଯଦି ଆପଣ ନୂଆ କରି ଆସିଛନ୍ତି ଏବଂ ଏପରି ସତ୍ୟ ଘଟଣା ଉପରେ ଆଧାରିତ ଭିଡ଼ିଓ ଗୁଡ଼ିକୁ ଦେଖିବା ପାଇଁ ଚାହାନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ମଧ୍ୟ ଭୁଲନ୍ତୁ ନାହିଁ ଏବଂ ଆମର ଏହି ଭିଡ଼ିଓକୁ ଅଧିକରୁ ଅଧିକ ଭଲ ପାଇବା ଦିଅନ୍ତୁ। ଆପଣଙ୍କର ଗୋଟିଏ ଲାଇକ୍ ଆମକୁ ଉତ୍ସାହିତ କରେ ଏବଂ ଆପଣଙ୍କ ପାଇଁ ଏପରି ନୂଆ ନୂଆ ଭିଡ଼ିଓକୁ ଆଣିବା ପାଇଁ ଆମ ଉତ୍ସାହ ସବୁବେଳେ ବଜାୟ ରହୁ ବୋଲି ଆମେ ଚାହୁଁ। ତେଣୁ ଦର୍ଶକ ବନ୍ଧୁ, ଅନୁରୋଧ କରିବି ଆପଣମାନଙ୍କର ଲାଇକ୍କୁ ଆପଣମାନେ ଦେବାରେ ଜମା ମଧ୍ୟ କଞ୍ଜୁସି କରନ୍ତୁ ନାହିଁ ଏବଂ ଆମ ଭିଡ଼ିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ, ଆପଣମାନଙ୍କର ପରିବାରବର୍ଗଙ୍କ ସହିତ। ରହୁଛୁ, ଦେଖା ହେବ ଆଉ ଗୋଟେ ଭିଡ଼ିଓରେ।